ଦଶମ ଶ୍ରେଣୀ ସାହିତ୍ୟ ବହିରୁ ଆସିଥିବା ଆଜି ଦଶମର ବୋର୍ଡ଼ ପରୀକ୍ଷାର ଉତ୍ତରଗୁଡ଼ିକ ପିଲାମାନେ ପୁରା ସଂକ୍ଷେପରେ ଶୀଘ୍ର ଦେଖିନିଅ ଏବଂ ଏହି ଉତ୍ତର ହିଁ ଆପଣଙ୍କର 100% ଠିକ୍ ଅଟେ। ଏବଂ ଆସନ୍ତା ଯେଉଁ ଆପଣଙ୍କର ଇଂରାଜୀ ପରୀକ୍ଷା ରହିଛି, ଗଣିତ ପରୀକ୍ଷା ରହିଛି, ଅନ୍ୟାନ୍ୟ ଯେଉଁ ପରୀକ୍ଷା ଅଛି ତା ପାଇଁ ପ୍ରିପାରେସନ୍ ଜାରି ରଖନ୍ତୁ। ମୁଁ ସର୍ଟରେ କେବଳ ଠିକ୍ ଉତ୍ତର ବହି, ମଡର୍ଣ୍ଣ ଏବିସି, ସୌରଭ, ଅସ୍ତା, ଅଲସ୍ତା ସବୁକୁ ଦେଖି ସାରିଲା ପରେ ଆପଣଙ୍କୁ ଉତ୍ତର କହୁଛି। ବିଶେଷ କରି ଟେକ୍ସଟ ବୁକ୍ର ପୁରା ସିଧାସଳଖ ଉତ୍ତର ମୁଁ ଏନାଲିସିସ୍ କରିସାରିଲା ପରେ ଜଣାଉଛି। ତେଣୁ ଏହି ଭିଡ଼ିଓଟି ସମସ୍ତଙ୍କୁ ସେୟାର କରନ୍ତୁ এবং ঠিক ଉତ୍ତରଟି ଜାଣି ନିଅନ୍ତୁ ପୁରା ସଂକ୍ଷେପରେ। 1 নম্বর প্রশ্ন, যাহাপরে যে পদ রহিলে বাক্যর ভাব স্পষ্ট রূপে প্রকাশ করা যায় তাকে কুহযায় আসক্তি বা তাকে পদবিন্যাস বলি কুহযায়। যে আসিছন্তি ও আমি সমস্তে খুশি অছু, এ কেউ ধরনের বাক্য? এ হচ্ছে আপনার যৌগিক বাক্য। তাপরে যদি দেখবে আপনার সতরে তুমি আসিছ, এ কেউ প্রকার বাক্য? এ হচ্ছে বিস্ময় সূচক বাক্য। কাহিঁকি না আপনার ভিতর কহবে যে আপনার এটি যেহেতু প্রশ্ন শূন্য দিয়েছে লাস্টে কিন্তু বিস্ময় চিহ্ন হি অছি, তেমন বিস্ময় সূচক বাক্য। পবনর প্রতিকূলরে সাইকেল চলাইবা কষ্টকর, বাক্যটি সংক্ষেপণ কাহা দ্বারা হয়েছি? আপনার দেখুন প্রপরা অপশন নি অধি, সুনির্দূর, উততি, পরিপ্রীতি, অবনু, বিঅভি, উপঅপি, আর গোটে হচ্ছে আ। তেমন প্রতিকূল অছি, প্রতিকূল আপনার উপসর্গ দ্বারা হয়েছি। তাপরে যদি আপনার দেখবে, দেখুন এ প্রশ্নের উত্তর রঙ্গিন লিডর এবং যিয়ে কিয়ে নিজের মাতৃভাষা বঙ্গলার লেখিয়া ওড়িয়ারে লেখিবা ছাড়ি ଦେଇଥିଲେ? অন্নদা শঙ্কর রায়, বিবেকানন্দ সন্ন্যাসী। প্রথমে যাকে আরম্ভ করতে হেবে, প্রথমে কেবে পরিভ্রমণে বাহারিଥିଲେ? প্রথমে পরিভ্রমণ বাহারিଥିଲେ 1886। মଣିষକୁ ନ ବଦଳେଇ କ'ଣ ଭାଙ୍ଗିବା ସହଜ ନୁହେଁ ବୋଲି ପ୍ରାବନ୍ଧିକ ଉଲ୍ଲେଖ କରିଛନ୍ତି? ପୁରୁଣା ସମାଜ। 9 নম্বର ଆପଣଙ୍କର ଉତ୍ତର ହେବ ପୁରୁଣା ସମାଜ। ତାପରେ ଆପଣମାନେ ଦେଖନ୍ତୁ ଯେଉଁଟାର ପ୍ରଶ୍ନ ଆପଣଙ୍କର ହେଉଛି 10 নম্বର, ଠିକ୍ ଅଛି। 10 নম্বର ପ୍ରଶ୍ନ। ତାପରେ 11, 12 ଗତି ମାସ ଅଛି। କାହା ଆଗମନରେ ଅବନୀ ନିଶ୍ଚଳ ହୋଇଗଲା? ନିଶା ମାନେ ରାତ୍ରି। ଗଲାଣି ତ ଗଲା କଥାରେ ସଂଗାତ କେଉଁ କବି ଲେଖିଛନ୍ତି? ବଳଦେବ ରଥ, କବି ସୂର୍ଯ୍ୟ ବଳଦେବ ରଥ। କିଏ ମା ସୀତାଙ୍କର ଶୁଭାଗମନକୁ ଅପେକ୍ଷା କରିଥିଲା ବୋଲି କୁହାଯାଇଛି? ତମସା ଅର୍ଥାତ୍ ତମସା ନଦୀ, ଯିଏ ଆଶ୍ରମର ଧାତ୍ରୀ ଥିଲା। ଉଷାଙ୍କ ଚରଣ କ'ଣ ଆହରଣ କରେ ବୋଲି ବର୍ଣ୍ଣନା କରାଯାଇଛି? ଜ୍ୟୋତି। 7 ପ୍ରତ୍ୟୟ ଯୁକ୍ତ ହେଲେ କ'ଣ ହୁଏ? ଦନ୍ତେଶ ହିଁ ହୁଏ, ମୂର୍ଧନ୍ୟଷ ହୁଏ ନାହିଁ। ଅର୍ଥାତ୍ ଦନ୍ତେଶ ହୁଏ ନାହିଁ। 7 ପ୍ରତ୍ୟୟ ଯୋଗୁଁ ଆପଣଙ୍କର ଦେଇଛି 7 ପ୍ରତ୍ୟୟ ଯୁକ୍ତ ହେଲେ କ'ଣ ହୁଏ? 7 ପ୍ରତ୍ୟୟରେ ଦନ୍ତେଶ ହୁଏ, ଦନ୍ତେଶ ହୁଏ ହୁଏ ନାହିଁ ମୂର୍ଧନ୍ୟଷ, ଅର୍ଥାତ୍ ବିଟା ହିଁ ଠିକ୍। ଅର୍ଥାତ୍ ମୂର୍ଧନ୍ୟଷ ହେବନି, ଦନ୍ତେଶ ହିଁ ହେବ। କେଉଁଟି ଶୁଦ୍ଧ ବନାଣ? ଯାଜ୍ଞସେନୀ। ସି ଉତ୍ତର ଯେଉଁଟା ଆପଣଙ୍କର ଅନ୍ତେସ୍ତଜ ଆକାର, ବର୍ଗେଜରେ ନିୟ, ଦନ୍ତେଶ ଏକାର, ଦନ୍ତେନ ଦୀର୍ଘଇ। ତଳିଲିଖିତ ଶବ୍ଦରୁ କେଉଁଟି ଶୁଦ୍ଧ ରୂପ? ଗୋଲକ ବିହାରୀ, ଗୋର ଓକାର, ଲର ଓକାର, କ ବରହର୍ଷି, ହରାକାର, ଦୀର୍ଘଇ। ବିଟା ଠିକ୍ ଉତ୍ତର ଅଟେ। ତାପରେ ଆପଣମାନେ ଯଦି ଦେଖିବେ ଆପଣଙ୍କର 19 নম্বର ଯେଉଁ ପ୍ରଶ୍ନ ଅଛି, ଚକ୍ଷି ରାଗର ଛନ୍ଦ ସମ୍ପର୍କରେ କେଉଁ ବାକ୍ୟଟି ଠିକ୍ ନୁହେଁ? ଚତୁର୍ଥ ପାଦରେ 15ଟି ଅକ୍ଷର ଥାଏ। ବରଜୀବ ରସେ ଦେଇ ମାନସ, ବରଜୀବ ରସେ ଅମେଧ୍ୟ ଗ୍ରସ। ଏହା କେଉଁ ଅଳଙ୍କାର ଦୃଷ୍ଟାନ୍ତ? ଯମକ ଅଳଙ୍କାର। କେଉଁଠାରେ ଝରଣା ସୃଷ୍ଟି କରିବା କଥା କବି କହିଛନ୍ତି? ମରୁପଥରେ। କ'ଣ କରି ଭୁବନ ସାରା ହସାଇବା ପାଇଁ କୁହାଯାଇଛି? ତନ୍ଦ୍ରା ପରଶ ଭିନ୍ନ କରି। ମନସୁଖ ପାଇଁ ସର୍ବଂସଆ ମାଟି କ'ଣ ଦେଇଛନ୍ତି? ନଈ ସମୁଦ୍ରରେ ହସ କଥା। ଦୁଃଖ ଦରମଡ଼ି ସହିବାକୁ ମୋତେ 15 ଦଡ଼ମଡ଼ର ଅର୍ଥ କ'ଣ? ଜଞ୍ଜାଳ। ଅସହଯୋଗ ଆନ୍ଦୋଳନରେ କର୍ମୀଙ୍କ ତ୍ରୁଟି ବିଚ୍ୟୁତିକୁ ଲକ୍ଷ୍ୟ କରି ଲକ୍ଷ୍ମୀକାନ୍ତ କେଉଁ ଲେଖା ପ୍ରକାଶ କରିଥିଲେ? ଅସହଯୋଗୀର ଆତ୍ମକଥା। 25 নম্বର ପରେ ଯଦି ଆପଣମାନେ ଦେଖିବେ 26 নম্বର ପ୍ରଶ୍ନ, ଶିଖର ସମୀରର ଅର୍ଥ କ'ଣ? ଜଲକଣା ଧାରଣା କରିଥିବା ବାୟୁ। ଉତ୍କଳ ମାତାଙ୍କ ଚକ୍ଷୁ କାହାର ପ୍ରଦର୍ଶନରେ ଉଦ୍ଭାସିତ? ଜ୍ଞାନ ଓ ବିଜ୍ଞାନ। ଶିବଙ୍କ ପାଇଁ ସିଂହନାଦ ମାଗିବା ପାଇଁ ପ୍ରଥମେ କିଏ କହିଲେ? ସହଦେବ। ଭୀମ କେଉଁ ଦୈତ୍ୟକୁ ମାରି ଶିବଙ୍କୁ ସହାୟତା କରିଥିଲେ? ଅଶ୍ଳେଷା। ରାବଣର 2 ମନ୍ତ୍ରୀଙ୍କର ନାମ କ'ଣ? ଶୁକ ଓ ସାରଣ। କେଉଁଟି ଲକ୍ଷ୍ମୀକାନ୍ତଙ୍କର ରଚନା? ଚଟକ ଚନ୍ଦ୍ରହାସ ଚମ୍ପୁ। ବାଦ ବିସମ୍ବାଦ ସତ୍ତ୍ୱେ ପଲ୍ଲୀଗ୍ରାମର ନରନାରୀଙ୍କ ଭିତରେ ଜାତି ଧର୍ମ ନିର୍ବିଶେଷରେ କ'ଣ ଥାଏ? ଏକତ୍ୱ ପରିବାର। ତାପରେ ଆପଣମାନେ ଯଦି ଦେଖିବେ 33 নম্বର ଦେଖନ୍ତୁ, ମନୁଷ୍ୟକୁ ସବୁବେଳେ ଯୁକ୍ତିବାଦୀ ଜୀବ ବୋଲି କହିବା ଠିକ୍ ନୁହେଁ। ସେ ବହୁ ପରିମାଣରେ ଗତାନୁଗତିକତାର ଦାସ ଅଟେ। ସଭ୍ୟତା ଓ ବିଜ୍ଞାନ ପ୍ରବନ୍ଧଟି କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ଉତ୍କଳ ସାହିତ୍ୟ। ପ୍ରାବନ୍ଧିକ ମତରେ ଜଡ଼ ବିଜ୍ଞାନ କେତେ ଭାଗରେ ବିଭକ୍ତ? 2 ଭାଗରେ। ଉତ୍ପ୍ରେକ୍ଷା ଅଳଙ୍କାରରେ କ'ଣ ହୁଏ? ପ୍ରକୃତ ବସ୍ତୁର ଅପ୍ରକୃତ ବସ୍ତୁରେ ତର୍କଣା ହୁଏ। ଓଡ଼ିଆ ଭାଷାରେ କେଉଁ ପ୍ରକାର ରୂଢ଼ି ଦେଖିବାକୁ ମିଳେ ନାହିଁ? ନୀରବ ଅର୍ଥ, କାରଣ କ୍ରିୟାଯୁକ୍ତ କ୍ରିୟାହୀନ ତୁଳନାତ୍ମକ ଦେଖାଯାଏ। ଡି ଉତ୍ତର ନୀରବ ଅର୍ଥ ପ୍ରକାଶନ। ଛୁଞ୍ଚିମାଛି ପରୀକ୍ଷାର ଅର୍ଥ ହେଉଛି ତନ୍ନ ତନ୍ନ ପରୀକ୍ଷା। ତାପରେ ଦେଖନ୍ତୁ 39 নম্বର ପ୍ରଶ୍ନ, ଯାହାକି ଅଟ ମୁହଁରେ ଜିରାର ଅର୍ଥ କ'ଣ? ଅଧିକ ଆଶାୟୀକୁ କମ୍ ମିଳିବା। ଫୁଲ ଯୋଗୁଁ ଗଭା, ପଣ୍ଡିତ ଯୋଗୁଁ ସଭା। ବ୍ୟକ୍ତବିଟି କେଉଁ ଅର୍ଥ ପ୍ରକାଶ କରୁଛି? ଉଭୟ ସଭାବର୍ଦ୍ଧକ। ବେଲ ଅଶ୍ୱସ୍ଥ ବଟବୃକ୍ଷ ଗଳ୍ପର ଆରମ୍ଭରେ କେଉଁ ଗଛର ଉଦ୍ଧୃତି ନିଆଯାଇଛି? ଭାଗବତ। ବୁଦ୍ଧ ଓ ମହାବୀର ଜିନ୍ କେଉଁ ବୃକ୍ଷ ତଳେ ସିଦ୍ଧି ପାଇଥିଲେ? ଅଶ୍ୱସ୍ଥ। କିଏ କଲମଟି ବିକ୍ରି କରିଦେଇଥିବା କଥା ପଠିତ ଏକାଙ୍କିରେ କୁହାଯାଇଛି? ପ୍ରୀତି। ମହାପାତ୍ର କାହା ଉଦ୍ଦେଶ୍ୟରେ କହିଥିଲେ ଯେ ଭାରି କ୍ଷଣ ରାଗି ଠିକ୍ ତା ବୋଉ ପରି? ବେବି। ଚିହ୍ନିବେନି ନିଶ୍ଚେ ଚିହ୍ନିବେ, ଉକ୍ତ ରକ୍ତ କ'ଣକୁ ଟାଣିବନି। ଏହା କାହାର ଉକ୍ତି ଅଟେ? ଧରମାଙ୍କ ମାଆର ଉକ୍ତି ଅଟେ। 46 নম্বର ପ୍ରଶ୍ନ, ଫକୀରମୋହନଙ୍କ ପରି ଯେଉଁମାନେ ଓଡ଼ିଆ ଭାଷା ପାଇଁ ଚିନ୍ତା କରୁଥିଲେ ସେମାନେ କ'ଣ କୁହାଯାଉଥିଲା? ରିଙ୍ଗ ଲିଡର କୁହାଯାଉଥିଲା।
किए निजर मातृभाषा बंगाल लेखापी ओडिया लेखा छाड़ी देते अन्नदाशंकर राय विवेकानंद सन्यासी ग्रहण पर केवे प्रथम परिभ्रमण बाहरी 1886 तापर मनीष को न बदलाई कौन भांगा सहज नुहे बोली प्रबंधिक उल्लेख कर पुराणा समाज क्यों पत्रिकार प्रकाशन वर्ष त्रुटि युक्त अटे उत्कल साहित्य 1868 पूरा 25 जाक 100% ठीक उत्तर आपको सब ऑथेंटिक जेन्युइन ट्रस्टेबल इन्फॉर्मेशन चैनल सहित जोड़ी रुहतु आपण मैंने निजे पटे नहीं नेक्स्ट पढ़ापढ़ी जारी रखते एक नुआ वीडियो सहित पुणी थे आपको आसबि बंद उत्कल जननी।